ବାଞ୍ଝ ନିଃସନ୍ତାନ ସମାଜରେ ଗୋଟେ ବାଞ୍ଝର ଜୀବନ। 14 ବର୍ଷ ଖେଳକୁଦ କରିବା ବୟସରେ ମୋର ବିବାହ କରିଦିଆଗଲା। ସେହି ସମୟରେ 12-13 ବର୍ଷର ଝିଅମାନଙ୍କୁ ବାହା କରି ଦିଆଯାଉଥିଲା। ଯେତେବେଳେ ଝିଅଟେ ବିବାହର ମାନେ କ'ଣ ହିଁ ବୁଝିନଥାଏ, ବାସ୍ ଏହା ଭାବିକି ମନେ ମନେ ଖୁସି ହେଇଯାଏ ଯେ ନୂଆ ପୋଷାକ ଗହଣା ପିନ୍ଧିବାକୁ ମିଳିବ। ମୋର ତ ମା ନଥିଲା, ସେଥିପାଇଁ ବାପା ଯାହା ଅଳ୍ପ ବହୁତ କାମ ଶିଖେଇଥିଲେ ମୁଁ ସେତିକି ଜାଣିଥିଲି। ବାହାଘର ସରିଲା, କାନ୍ଦି କାନ୍ଦି ସବାରିରେ ବସିଲି। ସମସ୍ତଙ୍କଠୁ ବିଦାୟ ନେଇ ପହଞ୍ଚିଗଲି ଶାଶୁଘରେ। ଶାଶୁଘରର ଆଲିଶାନ ବଙ୍ଗଳା ଦେଖିକି ଖୁସି ହେଇଗଲି। ସେତେବେଳେ ଶୁଣାଗଲା ଶାଶୁ କହୁଥିଲେ, ଆରେ କୁମ୍ଭ ବନ୍ଦାଣ ଥାଳି ଜଲ୍ଦି ଆଣ, ବୋହୂ ଆସିଲାଣି। ମୁଁ ଓଢ଼ଣା ତଳୁ ଶାଶୁଙ୍କ ଆଡ଼େ ଅନେଇଲି। ଖୁବ୍ କଡ଼ା ମିଜାଜର ଲାଗୁଥିଲେ। ତାପରେ ଗୃହପ୍ରବେଶ ହେଲା। ସବୁ ରୀତିନୀତି ସରିଲା ବେଳକୁ ରାତି। ମୁଁ ରୁମ୍ରେ ଯାଇକି ସିଧା ନିଖୋଡ଼ ନିଦରେ ଶୋଇଗଲି। ସକାଳୁ କାମବାଲି ଆସିକି ଉଠେଇଲା, ନୂଆ ବୋହୂ ମା ଉଠ, ଡେରି ହେଲାଣି, ଆଜି ତମର ପ୍ରଥମ ରୋଷେଇ। ପ୍ରଥମ ରୋଷେଇରେ ମୁଁ କ୍ଷୀରି କରିଥିଲି। ସମସ୍ତେ ଖାଇକି ପ୍ରଶଂସା କଲେ, କିନ୍ତୁ ଶାଶୁ ମାଙ୍କର ପସନ୍ଦ ହେଲାନି। କହିଲେ, ଏଣିକି ପିଲାଳିଆମି ଢଙ୍ଗ ଛାଡ଼ି ଘର କାମ ମନ ଦେଇକି ଶିଖେ। ବାହାଘରର 15 ଦିନ ପରେ ଅମରଙ୍କୁ ହଷ୍ଟେଲ ଯିବାକୁ ପଡ଼ିଲା। ସେତେବେଳେ ଅମର BA ଶେଷ ବର୍ଷର ଛାତ୍ର ଥିଲେ। ଅମର ହଷ୍ଟେଲ ଗଲା ପରେ ମୁଁ ପୁରା ଏକା ହେଇଯାଇଥିଲି। ଅମର ମଝିରେ ମଝିରେ ଚିଠି ପଠଉଥିଲେ। ମୋ ଏକଲାପଣର ସାଥୀ ଥିଲା ହାବେଲି ପଛପଟେ ଥିବା ସେଇ ପୁରୁଣା ବଡ଼ ଆମ୍ବ ଗଛଟା, ଯାହା ପାଖକୁ ଲାଗିକି ଛୋଟ ମାଟି କୁଡ଼ିଆଟେ ଥିଲା। ଆମ୍ବ ଗଛଟାରେ କେବେ ଫଳ ଆସେନି, ସେଥିପାଇଁ ଲୋକ ସେଇ ଗଛକୁ ବାଞ୍ଝ କହୁଥିଲେ। କିନ୍ତୁ ସେଇ ଗଛଟା ମୋର ବହୁତ ପସନ୍ଦ ଥିଲା। କାମରୁ ଟିକେ ଫୁରୁସତ ମିଳିଲେ ମୁଁ ଆସି ବସେ ସେଇ ଗଛ ପାଖେ। ତାକୁ ଦେଖିଦେଲେ ମୋର ଦିନଯାକର ପୀଡ଼ା ମୁଁ ଭୁଲିଯାଏ। 2 ବର୍ଷ ଏ ଭିତରେ ବିତିଗଲାଣି। ମୋତେ ଏବେ 16 ବର୍ଷ। ଅମରଙ୍କର ମଧ୍ୟ ସ୍ନାତକ ସରିଲା। ସେ ଆଜି ଘରକୁ ଆସୁଥିଲେ। ଘରେ ସମସ୍ତଙ୍କ ଖୁସି କହିଲେ ନ ସରେ। ମା ରୋଷେଇ ଘରେ କ'ଣ ସବୁ ବନା ହେବ ରୋଷେଇୟାକୁ ନିର୍ଦ୍ଦେଶ ଦେଉଥିଲେ। ମୁଁ ସେଦିନ ନିଜକୁ 16 ଶୃଙ୍ଗାରରେ ସଜେଇ ନେଲି। ସେଦିନ ମୁଁ ବହୁତ ସୁନ୍ଦର ଦେଖାଯାଉଥିଲି। ଗାଢ଼ ରଙ୍ଗର ସିନ୍ଦୁର ମଥାରେ ସବୁଦିନ ଅପେକ୍ଷା ଅଧିକ ଲାଲ ଦେଖାଯାଉଥିଲା। ସେଥିପାଇଁ ଶାଶୁମା କହିଲେ, ନଜର ଲାଗିଯିବ, ଯା ଟିକେ କଳା ଟିପା ଲଗେଇ ଦେ। ଅମର ଘରକୁ ପହଞ୍ଚିବା ପରେ ଘରେ ଆନନ୍ଦର ଲହରୀ ଖେଳିଗଲା। ଖିଆ ପିଆ ସରିଲା ପରେ ଅମର ରୁମ୍କୁ ଆସିଲେ। ମୁଁ ଲାଜରେ ପୁରା ଲାଲ ପଡ଼ିଯାଇଥିଲି। ଅମର ମୋତେ ଗୋଟେ ନାଲି ଶାଢ଼ୀ ଉପହାର ଦେଲେ। କିନ୍ତୁ ଅମର ମୋ ପାଇଁ ସବୁଠୁ ବଡ଼ ଉପହାର ଥିଲେ। ଆମେ ସେଦିନ ବହୁତ ଗପିଲୁ, କିଛି ଅଭିମାନ ଆଉ କିଛି ପ୍ରେମ ଭରା କଥା। ସମୟ ଏମିତି ବିତି ଚାଲିଥିଲା। ପୁଣି 2 ବର୍ଷ କଟିଗଲା। ଅମର ଆଉ ମୁଁ ବହୁତ ଖୁସି ଥିଲୁ। ଦିନେ ଅଚାନକ ଖବର ଆସିଲା, ବାପାଙ୍କ ଦେହ ଖରାପ। ଅମର ମୋତେ ବାପାଙ୍କ ପାଖକୁ ନେଇଗଲେ। ବାପା ମୋତେ ଦେଖିବା ପରେ ଶେଷ ନିଶ୍ୱାସ ତ୍ୟାଗ କଲେ। ଏବେ ଅମର ଆଉ ତାଙ୍କ ପରିବାର ମୋର ସବୁ କିଛି ଥିଲେ। ମୋର ଛୁଆ ପିଲା ନହେବା ନେଇ ଶାଶୁ ଆଗରୁ ବହୁତ ଚିଡ଼ୁଥିଲେ। ଏବେ କିନ୍ତୁ ସବୁବେଳେ ଖୁଣ୍ଟା ଦେଉଥିଲେ। ଗାଁରେ ମଧ୍ୟ ସମସ୍ତେ ବୋହୂର ଛୁଆ ପିଲା ହେଉନି ବୋଲି ଟୁପୁର ଟାପର ହେଲେ। ଅମର ତାଙ୍କ କାମରେ ବ୍ୟସ୍ତ। ଏବେ ଅମର ଓକିଲାତି ସାରିକି ସରକାରୀ ଓକିଲ ବନିଯାଇଥିଲେ। ଶାଶୁମା ସେଦିନ ଅମରଙ୍କୁ ରୋକ୍ ଠୋକ୍ ଶୁଣେଇଦେଲେ ଦ୍ୱିତୀୟ ବିବାହ କରିବାକୁ। ଏକଥା ଶୁଣିକି ମୋ ପାଦ ତଳୁ ମାଟି ଖସିଗଲା। ନା, ଅମର ମୋତେ ଏତେ ବଡ଼ ଧୋକା ଦେଇପାରିବେନି। ଅମର ଆଉ ତାଙ୍କ ପରିବାରକୁ ଛାଡ଼ିଦେଲେ ଏ ଦୁନିଆରେ ମୋର ଆଉ କେହି ଅଛି? ବାପା ଥିଲେ, ସିଏ ବି ତ ମୋତେ ଏକା କରିକି ଛାଡ଼ିଗଲେ। ରୁମ୍କୁ ଆସିକି ଅମର କହିଲେ, ଲାଇଟ୍ ବନ୍ଦ କରିଦିଅ, ମୁଁ ଶୋଇବି। ଅମର, ତମେ କ'ଣ ସତରେ ଦ୍ୱିତୀୟ ବିବାହ କରିବ? ଓହୋ, କହିଲି ବା, ଲାଇଟ୍ ବନ୍ଦ କର, ନିଦ ଲାଗିଲାଣି। ମଣିଷକୁ ଶାନ୍ତିରେ ବଞ୍ଚିବାକୁ କେହି ଦେବେନି। ସେପଟେ ମା
ଆଉ ଏପଟେ ତମେ ମନ ହେଉଛି ଆତ୍ମହତ୍ୟା କରିଦେବି। ନା 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 ଅମର, ଏମିତି କଥା ପାଟିରେ ଧରନି। ଏହାର ଠିକ୍ 2 ମାସ ପରେ ଅମର ନେନାକୁ ଦ୍ୱିତୀୟ ବିବାହ କରିନେଲେ। ମା ମୋତେ କହିଲେ, ତୁ ତୋ ଜିନିଷ ସାଇଟ୍ ରୁମ୍କୁ ନେଇଯା, ଆଜିଠୁ ଏଠି ନେନା ରହିବ। ମୋ ମନ କହୁଥିଲା ମୁଁ ଏଇ ରୁମ୍ ଛାଡ଼ିକି ଯିବିନି, ଯିଏ ଯେଉଁଠି ରହୁଛି ରହୁ। କିନ୍ତୁ ପରେ ମନକୁ ବୁଝେଇ ଦେଲି, ଯାହା ହାତ ଧରିକି ଏଇ ରୁମ୍କୁ ଆପଣାର କରିଥିଲି ସିଏ ତ ପର କରିଦେଲା, ଏଇ ରୁମ୍ ମୋର କ'ଣ ହେବ? ମୁଁ ମୋର ଲୁଗା ଗଣ୍ଠିଲି ଆଉ କିଛି ଜିନିଷ ନେଇ ପହଞ୍ଚିଗଲି ଆମ୍ବ ଗଛ ପାଖ ମାଟି ଘରେ। ଝରକା ପାଖେ ଠିଆ ହେଇ କିଛି ସମୟ ନିରେଖି ଦେଖିଲି ସେ ଆମ୍ବ ଗଛଟାକୁ। ଆଜି ତା ଆଉ ମୋ ଭିତରେ କିଛି ଫରକ ନଥିଲା। 2 ଜଣ ଥିଲୁ ସମସ୍ତଙ୍କ ପାଇଁ ଅଲୋଡ଼ା। ଆମ୍ବ ଗଛକୁ ଦେଖିକି ମୁଁ ନିଜକୁ ସୁଦୃଢ଼ କଲି। ଯଦି ଏ ବେଜୁବାନ ଗଛଟି ନିଜକୁ ମଜବୁତ ରଖିପାରିଛି, ତେବେ କ'ଣ ପାଇଁ ମୁଁ ନୁହେଁ? ମୁଁ ନିଜକୁ ଦୁର୍ବଳ ହେବାକୁ ଦେବିନି। ମୁଁ ମୋ ମାଟି ଘର ଚାରିପଟେ ଗଛ ଲଗେଇଲି ଆଉ ସେମାନଙ୍କ ଗହଣରେ ସମୟ ବିତେଇଲି। ନେନା ତ ବହୁତ ଭଲ ଝିଅ ଥିଲା। ସେ ବେଳେବେଳେ ମୋ ସାଙ୍ଗେ କଥା ହୁଏ। ମୋ ସାଙ୍ଗେ କଥା ହେଲେ କିନ୍ତୁ ଶାଶୁମା ତାକୁ ବାହାନା କରିକି ଡାକି ନେଉଥିଲେ। ଆଉ ଅମର ଆଗ ଅପେକ୍ଷା ଅଧିକ ବ୍ୟସ୍ତ ରହୁଥିଲେ। କେବେ କେମିତି ମୋ ସାଙ୍ଗେ କଥା ହେଉଥିଲେ, କିନ୍ତୁ ମୁଁ ଅନୁଭବ କରୁଥିଲି ସବୁବେଳେ ତାଙ୍କ ଆଖିରେ ପଶ୍ଚାତାପ ନଜର ଆସୁଥିଲା। କିଛି ଦିନ ପରେ ଖୁସି ଖବର ଆସିଲା ଯେ ନେନା ମା ହେବାକୁ ଯାଉଥିଲା। ନେନା ମା ହେବାକୁ ଯାଉଛି ଏ ଖବର ଶୁଣିବା ପରେ ସବୁଠୁ ଅଧିକ ଖୁସି ଥିଲି ମୁଁ। ନେନାର ଖାସ୍ ଯତ୍ନ ନିଆଗଲା, ସବୁଠି ମିଠା ବଣ୍ଟାଗଲା। କିନ୍ତୁ ନେନାର ରକ୍ତହୀନତା ଦେଖାଦେଲା। ପରେ ଶାଶୁ ମୋତେ ନେନାଠୁ ଦୂରେଇ ଦେଲେ। ମୁଁ ମଧ୍ୟ ଡରିକି ଗଲିନି, କାଳେ ସତରେ ମୋ ପ୍ରଭାବରେ ନେନାର କିଛି ନ ହେଉ ଭାବିକି ତାଠୁ ଦୂରେଇ ଗଲି। ଦିନେ ରାତିରେ ଚାକର ଚାକରାଣୀଙ୍କ ହୋହାଲ୍ଲାରେ ମୋର ନିଦ ଭାଙ୍ଗିଲା। ମୁଁ ଜାଣିବାକୁ ପାଇଲି ନେନାର ପ୍ରସବ ସମୟ ଆସିଯାଇଛି। ଗାଁରୁ ଧାଇ ଆଉ ବୟସ୍କ ସ୍ତ୍ରୀ ଲୋକମାନେ ଆସିକି ପ୍ରସୂତି ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଖୁବ୍ କିଛି ସମୟ ନେନା ବହୁତ କଷ୍ଟ ପାଇଲା। ତାର କଷ୍ଟ ସହି ହେଉନଥିଲା, କିନ୍ତୁ କିଛି ସମୟ ପରେ ଛୁଆର କୁଆଁ କୁଆଁ କାନ୍ଦ ଶୁଣିକି ଘରେ ଖୁସିର ଲହରୀ ଛୁଟିଲା। କିନ୍ତୁ ଏଇ ଖୁସି ଦୁଃଖରେ ପରିଣତ ହେଲା ଯେତେବେଳେ ବୈଦ ଆସିକି କହିଲେ ନେନା ରକ୍ତହୀନତା ଯୋଗୁଁ ବଞ୍ଚିପାରିଲାନି। ସେ ଝିଅଟେ ଜନ୍ମ ଦେଇକି ଶେଷ ନିଶ୍ୱାସ ନେଲା। ନେନାର ମୃତ୍ୟୁକୁ ନେଇ ଶାଶୁଙ୍କ ମନରେ ଯେମିତି କୌଣସି କ୍ଷୋଭ ନଥିଲା। ଅତି ନିଷ୍ଠୁର ହୋଇଯାଇଥିଲେ ସେ। ତାର ମୃତ୍ୟୁ ହୋଇଯାଇଛି ସେ କଥା ନ ଭାବି ଶାଶୁମା ବିଳାପ କରୁଥିଲେ, ହାୟ ପୁଅ ହେଲାନି, ମୋ ବଂଶ ଆଗକୁ କେମିତି ବଢ଼ିବ? କିନ୍ତୁ ପିଲାଟିକୁ ଦେଖିକି ମୋ କଲିଜା ଫାଟିଗଲା। ମା ନଥିବାର ଦୁଃଖ ମୁଁ ବୁଝିପାରୁଥିଲି। ପିଲାଟିକୁ ମୁଁ ଆପଣେଇକି ତାର ସେବା ଯତ୍ନ ନେଲି। ଶାଶୁଙ୍କର କିନ୍ତୁ ସେଇ ବଂଶ କେମିତି ବଢ଼ିବ ପୁରାଣ ଚାଲିଥିଲା। କିନ୍ତୁ ମୁଁ ଅନୁମାନ କରିଥିଲି ଅମରଙ୍କୁ ଏସବୁରୁ କିଛି ଫରକ ପଡ଼ୁନଥିଲା। ସେ ବହୁତ ଖୁସି ଥିଲେ। ଅଫିସରୁ ଫେରିକି ସିଧା ମୋ ରୁମ୍କୁ ଆସୁଥିଲେ ଆଉ ଝିଅକୁ ବହୁତ ସ୍ନେହ ସମ୍ମାନ ଦେଉଥିଲେ, ବହୁତ ଆଦର କରୁଥିଲେ। କିଛି ଦିନ ପରେ ନେନା ବର୍ଷିକିଆରେ ହାବେଲିରେ ପୂଜା ହେଲା। ସେଦିନ ଶାଶୁମା ପଣ୍ଡିତଙ୍କୁ ପଚାରିଲେ, ମୁଁ ନାତି ମୁହଁ ଦେଖିବି କି ନାହିଁ? ପଣ୍ଡିତ ଗୃହ ଶାନ୍ତି ପୂଜା କଲାବେଳେ ଆମ୍ବ ଗଛଟି ଦେଖିକି କହିଲେ, ଏଇ ବାଞ୍ଝ ଆମ୍ବ ଗଛଟା କ'ଣ ପାଇଁ ରଖିଛ? ଗଛଟାକୁ କାଟିଦିଅ, ସବୁ ମଙ୍ଗଳ ହେବ। ହଠାତ୍ ମୋ ମୁଣ୍ଡ ଖରାପ ହେଇଗଲା। ମୋ ସୁଖ ଦୁଃଖର ସାଥୀକୁ କେମିତି ବଞ୍ଚେଇବି କିଛି ବୁଦ୍ଧିବାଟ ଦିଶୁନଥିଲା। ଶାଶୁ ଚାକରମାନଙ୍କୁ ନିର୍ଦ୍ଦେଶ ଦେଲେ,
ଯାଅ ଗଛଟିକୁ କାଟିଦିଅ। କିନ୍ତୁ ଗଛଟିରେ କୁରାଢ଼ୀ ଚୋଟ ପକାଇବା ଆଗରୁ ମୁଁ ଯାଇ ଆମ୍ବ ଗଛଟିକୁ ଜାବୁଡ଼ି ଧରିଲି। ମୋତେ ହଟିଯିବାକୁ କହିଲେ, ମୁଁ କିନ୍ତୁ ହଟିଲିନି। ପରେ କିଏ ଜଣେ ମୋତେ ଭିଡ଼ିକି ତଳେ ପକାଇଦେଲା। ଫଳରେ ମୁଣ୍ଡରୁ ମୋର ଧାର ଧାର ରକ୍ତ ବାହାରିଲା। ସେହି ସମୟରେ ଅମର ସେଠି ଉପସ୍ଥିତ ଥିଲେ। ଅମର ସାଙ୍ଗେ ସାଙ୍ଗେ ମୋତେ ହସ୍ପିଟାଲ ନେଇଗଲେ। ମୋର ଯେତେବେଳେ ହୋସ୍ ଆସିଲା ପରେ ମୁଁ ଦେଖିଲି ଡକ୍ଟର ଅମନକୁ ବୁଝାଉଥିଲେ, ଆପଣ ନିଜ ସ୍ତ୍ରୀଙ୍କ ଯତ୍ନ ନିଅନ୍ତୁ। ଏହି ସମୟରେ ପଡ଼ିବା ଠିକ୍ ନୁହେଁ। ଏହି ସମୟରେ ମାନେ? ଅମର ପ୍ରଶ୍ନିଳ ଦୃଷ୍ଟିରେ ପଚାରିଲେ। ଡାକ୍ତର ଉତ୍ତର ଦେଲେ, କାରଣ ସେ ଏବେ ଗର୍ଭବତୀ। ଡାକ୍ତରଙ୍କ କଥା ମୋ କାନକୁ ସବୁ ବିଶ୍ୱାସ ହେଉନଥିଲା। ଶାଶୁମା ମୋର ବହୁତ ଖୁସି ଥିଲେ। ମୋର ଯଥେଷ୍ଟ ସେବା ଯତ୍ନ ନେଉଥିଲେ। ଭଲ ଡାକ୍ତର ଦେଖେଇଲେ। କାରଣ ସେ ଚାହୁଁନଥିଲେ ନେନା ବେଳେ ଯେଉଁ ଅସୁବିଧା ହେଉଥିଲା ତାର ପୁନରାବୃତ୍ତି ହେଉ। ଜାଣିନି କାହିଁକି, କିନ୍ତୁ ପରେ ଶାଶୁ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ। ପୁଅ ହେଉ କି ଝିଅ, ସେ ଖୁସି ହେବେ। ପରେ ଡେଲିଭରି ସମୟ ଆସିଲା। ଡାକ୍ତର ଜଣେଇଲେ, ତମର ପୁଅଟେ ହେଇଛି। ଶାଶୁମାଙ୍କ ଖୁସି କହିଲେ ତ ନ ସରେ। ସେ ଖୁସିରେ ମୁଦି କାଢ଼ିକି ନର୍ସକୁ ଦେଲେ। ଶାଶୁମା ସେଦିନ ଖୁସି ଏଥିପାଇଁ ନଥିଲେ ଯେ ପୁଅ ହେଇଥିଲା, ବରଂ ଏଥିପାଇଁ ମୁଁ ଠିକ୍ ଥିଲି। ହାବେଲି ଖୁସିରେ ଫାଟି ପଡ଼ୁଥିଲା। ଭୋଜି ଭାତ କରାଗଲା। ସମସ୍ତେ ବହୁତ ଖୁସି ଥିଲେ। ମୁଁ କିନ୍ତୁ ଖୁସି ଥିଲି ଯେ ଆମ୍ବ ଗଛ ସୁରକ୍ଷିତ ଥିଲା। ଆଉ ଆମ୍ବ ଗଛରେ ନୂଆ ଆମ୍ବ କଷି ଆସିଥିଲା। ଆଉ ଏବେ ଆମ୍ବ ଗଛ ମଧ୍ୟ ବାଞ୍ଝ ନଥିଲା।